ଏହି ବିଶେଷ ତଥ୍ୟ ବିଶ୍ଳେଷଣ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜିର ଆଲୋଚନା ବହୁତ କୌତୂହଳପୂର୍ଣ୍ଣ ହେବାକୁ ଯାଉଛି। ନିଶ୍ଚିତ ଭାବରେ ଆଜି ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ପାଖରେ ଥିବା ସୂଚନା ଏବଂ ଐତିହାସିକ ଦଲିଲଗୁଡ଼ିକୁ ଭିତ୍ତି କରି ଏକ ଗଭୀର ଅନୁସନ୍ଧାନ କରିବା। ବିଷୟବସ୍ତୁ ହେଉଛି 1947ରୁ 1949 ମସିହା ମଧ୍ୟରେ ଓଡ଼ିଶାର ଯେଉଁ ପୋଷ୍ଟ ଇଣ୍ଡିପେଣ୍ଡେନ୍ସ ଏରା ଥିଲା। ହଁ, ସ୍ୱାଧୀନତା ପରବର୍ତ୍ତୀ ସମୟ। ବିଲକୁଲ। ଆଉ ସେହି ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ମାନେ ଇଣ୍ଟିଗ୍ରେସନ୍ ଅଫ୍ ପ୍ରିନ୍ସଲି ଷ୍ଟେଟ୍ସ ବିଷୟରେ ଆମେ ଆଲୋଚନା କରିବା। ଯାହାକି ମାତ୍ର 2 ବର୍ଷ ଭିତରେ ଓଡ଼ିଶାର ଟେରିଟୋରିଆଲ ମ୍ୟାପିଂକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଠିକ୍ କହିଲେ। ଭାରତର ସ୍ୱାଧୀନତା ପରେ ପରିସ୍ଥିତି କେତେ ଜଟିଳ ଥିଲା ତାହା କଳ୍ପନା କଲେ ଆଜି ବି ଆଶ୍ଚର୍ଯ୍ୟ ଲାଗେ। ଗୋଟିଏ ପଟେ ସ୍ୱାଧୀନତାର ଖୁସି ଆଉ ଅନ୍ୟପଟେ ଏତେଗୁଡ଼ିଏ ଛୋଟ ବଡ଼ ରାଜ୍ୟକୁ ଏକାଠି କରିବାର ବିଶାଳ ଦାୟିତ୍ୱ। ମାନେ ଆପଣ ଯଦି ସେହି ସମୟର ମାନଚିତ୍ରକୁ ଦେଖିବେ ତାହା ଏକ ସମ୍ପୂର୍ଣ୍ଣ ପ୍ରଦେଶ ନଥିଲା। ହଁ, ଏକ ବିଖଣ୍ଡିତ ଜିକ୍ସ ପଜଲ ଭଳି ଦେଖାଯାଉଥିଲା। ଏକ୍ଜାକ୍ଟଲି। ଏହି ଖଣ୍ଡଗୁଡ଼ିକୁ ଯୋଡ଼ି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିବା ପ୍ରକ୍ରିୟା କେବଳ ଏକ ଭୌଗୋଳିକ ମିଶ୍ରଣ ନଥିଲା। ଆମେ ଯଦି ଏହି ନଥିପତ୍ରରୁ ବିଗ ପିକ୍ଚରକୁ ବୁଝିବାକୁ ଚେଷ୍ଟା କରିବା ତେବେ ଜାଣିପାରିବା ଯେ ଏହା ହିଁ ଆଧୁନିକ ଓଡ଼ିଶାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ଆଉ ଏହି ବିଶାଳ ପରିବର୍ତ୍ତନ କେମିତି ସମ୍ଭବ ହେଲା ତାହା ହିଁ ଆଜି ଆମେ ଖୋଜି ବାହାର କରିବା। ସବୁଠୁ ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ ସେହି ସମୟର ପରିସ୍ଥିତିକୁ। ଅଗଷ୍ଟ 1947 ବେଳକୁ ନୂତନ ସରକାରଙ୍କ ସାମ୍ନାରେ ଏକ ବଡ଼ ସମସ୍ୟା ଥିଲା, ଯାହାକୁ ଆମେ ଏକ ଡୁଅଲ ଚ୍ୟାଲେଞ୍ଜ ବୋଲି କହିପାରିବା। ହଁ, ଡୁଆଲ ଚ୍ୟାଲେଞ୍ଜ, ଦ୍ୱୈତ ଆହ୍ୱାନ। ଗୋଟିଏ ପଟେ ଷ୍ଟେଟ୍ ଇଣ୍ଟିଗ୍ରେସନ୍ ବା ରାଜ୍ୟ ମିଶ୍ରଣ କରିବାର ଜଟିଳ ରାଜନୈତିକ ପ୍ରକ୍ରିୟା, ଆଉ ଅନ୍ୟପଟେ ଥିଲା ସୋସିଓ ଇକୋନୋମିକ୍ ଡେଭେଲପମେଣ୍ଟର ଆବଶ୍ୟକତା। ମାନେ କେବଳ ସୀମା ନିର୍ଦ୍ଧାରଣ କଲେ ତ ହେବ ନାହିଁ। ସେତେବେଳେ ପଭର୍ଟି ଏବଂ ଇନିକ୍ୱାଲିଟିର ମାତ୍ରା ବହୁତ ଅଧିକ ଥିଲା। ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ବହୁତ ଦୁର୍ବଳ ଥିଲା। ଆଉ এই ଦୁଇଟି ଜିନିଷ ପରସ୍ପର ସହ ଜଡ଼ିତ ଥିଲା। ଯେପର୍ଯ୍ୟନ୍ତ ଗଡ଼ଜାତ ରାଜ୍ୟଗୁଡ଼ିକ ଗୋଟିଏ ଶାସନ ଅଧୀନକୁ ନ ଆସିଛନ୍ତି ସେପର୍ଯ୍ୟନ୍ତ କୌଣସି ବଡ଼ ଧରଣର ନେସନ୍ ବିଲ୍ଡିଂ କିମ୍ବା ଇକୋନୋମିକ୍ ଡେଭେଲପମେଣ୍ଟ ସମ୍ଭବ ନଥିଲା। ସତ କଥା। ଗୋଟିଏ ରାସ୍ତା କିମ୍ବା ନଦୀବନ୍ଧ ତିଆରି କରିବାକୁ ହେଲେ ହୁଏତ 3ଟି ଅଲଗା ଅଲଗା ରାଜ୍ୟର ସୀମା ପାର କରିବାକୁ ପଡୁଥିଲା। ଆଉ 3 ଜଣ ଅଲଗା ଶାସକଙ୍କର ଅନୁମତି ଦରକାର ହେଉଥିଲା। ଏମିତିରେ ସୋଶାଲ ପ୍ରୋଗ୍ରେସ କେବେ ବି ସମ୍ଭବ ନୁହେଁ। ତେଣୁ ଏହି ସମୟରେ ହିଁ ଅଗଷ୍ଟ 1947 ଆଖପାଖରେ ଗଡ଼ଜାତ ଅଞ୍ଚଳଗୁଡ଼ିକରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ଆରମ୍ଭ କଲା। ପ୍ରଜାମାନେ ଦେଖୁଥିଲେ ଯେ ପାଖରେ ଥିବା ବ୍ରିଟିଶ ଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାଧୀନତା ଆସିଯାଇଛି, ଗଣତନ୍ତ୍ର ପ୍ରତିଷ୍ଠା ହେଉଛି। କିନ୍ତୁ ସେମାନେ ଏବେ ବି ସେହି ପୁରୁଣା ପ୍ରିନ୍ସଲି ରୁଲ୍ ଅଧୀନରେ ଅଛନ୍ତି। ସେଥିପାଇଁ ତୀବ୍ର ବିଦ୍ରୋହ ଦେଖାଦେଲା। ଲୋକମାନେ ଏକଜୁଟ ହେଲେ, ଯାହାକୁ ଆମେ ଲୋକାଲ ମୋବିଲାଇଜେସନ ବୋଲି କହୁଛୁ। ଆଉ ଏହି ବିଦ୍ରୋହକୁ ଦେଖି ସେହି ସମୟର ନେତୃବୃନ୍ଦ ବୁଝିଗଲେ ଯେ ଏବେ ଚୁପ୍ ବସିଲେ ଚଳିବ ନାହିଁ। ଆଉ ଏଇଠି ଆସିଛନ୍ତି ଆମ ଇତିହାସର ଏକ ପ୍ରମୁଖ ବ୍ୟକ୍ତିତ୍ୱ, ହରେକୃଷ୍ଣ ମହତାବ। ହଁ, ମହତାବ ହିଁ ଏହି ମର୍ଜର ଅଫ୍ ଷ୍ଟେଟ୍ସ ପାଇଁ ପ୍ରଥମ ଇନିସିଏଟିଭ୍ ନେଇଥିଲେ। ସେ ବହୁତ ଚତୁରତାର ସହ ଏହି ସ୍ଥାନୀୟ ବିଦ୍ରୋହକୁ ନିଜ ରଣନୀତିର ଅଂଶ ବନାଇଲେ। ସେ ରାଜାମାନଙ୍କୁ ସିଧାସଳଖ ବୁଝାଇଦେଲେ ଯେ ହୁଏତ ଆପଣମାନେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ହସ୍ତାନ୍ତର କରନ୍ତୁ, ନଚେତ୍ ନିଜ ପ୍ରଜାଙ୍କ କ୍ରୋଧର ସମ୍ମୁଖୀନ ହୁଅନ୍ତୁ। ରାଜାମାନଙ୍କ ପାଖରେ ସେମିତି କିଛି ବଡ଼ ବିକଳ୍ପ ନଥିଲା। ଆଉ ଏହି ରଣନୀତିର ପ୍ରଥମ ବଡ଼ ଉଦାହରଣ ଆମେ ଦେଖିବାକୁ ପାଇଲେ ନଭେମ୍ବର 1947ରେ। ଆମ ନଥିପତ୍ରରେ ଏହାକୁ ଫର୍ଷ୍ଟ ମେଜର ଡମିନୋ ବୋଲି କୁହାଯାଇଛି। ନୀଳଗିରିର ଘଟଣା। ହଁ, ପୂର୍ବୋତ୍ତନ ରାଜ୍ୟ ନୀଳଗିରି। ସେଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବିଦ୍ରୋହ ଆଉ ଅନରେଷ୍ଟ ଏତେ ତୀବ୍ର ରୂପ ନେଲା ଯେ ରାଜ୍ୟରେ ଏକ ପ୍ରକାର ଅରାଜକତା ଖେଳିଗଲା। ସେହି ଏସ୍କାଲେଟିଂ ଅନରେଷ୍ଟ ହିଁ ପରିସ୍ଥିତିକୁ ଏମିତି ଏକ ମୋଡ଼ ଦେଲା ଯେ ମହତାବଙ୍କୁ ବାଧ୍ୟ ହୋଇ ସିଧାସଳଖ ଇଣ୍ଟରଭିନ୍ କରିବାକୁ ପଡ଼ିଲା। ସେ କେବଳ ଚିଠିପତ୍ରରେ ସୀମିତ ରହିଲେ ନାହିଁ। ବିଲକୁଲ ନୁହେଁ। ଏହା ଏକ ଫୋର୍ସଡ୍ ଇଣ୍ଟରଭେନସନ୍ ଥିଲା। ସେ କେନ୍ଦ୍ର ସରକାରଙ୍କର ଅନୁମତି ଆଣି ସିଧା ପୋଲିସ ଫୋର୍ସ ପଠାଇଦେଲେ ଏବଂ ନୀଳଗିରି ପ୍ରଶାସନକୁ ନିଜ ହାତକୁ ନେଇଗଲେ। ଯାହାର ଫଳାଫଳ ସ୍ୱରୂପ ନୀଳଗିରିର ସମ୍ପୂର୍ଣ୍ଣ ଏବଂ ସକ୍ସେସଫୁଲ ମର୍ଜର ସମ୍ଭବ ହୋଇପାରିଲା। ଆଉ ଆପଣ ଯଦି ଦେଖିବେ
ଏହି ଘଟଣାଟି ଅନ୍ୟ ସବୁ ଗଡ଼ଜାତ ରାଜ୍ୟଗୁଡ଼ିକ ପାଇଁ ଏକ ବହୁତ ବଡ଼ ବାର୍ତ୍ତା ଥିଲା। ମାନେ ଏକ ପ୍ରକାର ଚେତାବନୀ। ହଁ, ଯେତେବେଳେ ବାକି ରାଜାମାନେ ଦେଖିଲେ ଯେ ସରକାର ଦରକାର ପଡ଼ିଲେ ବଳ ପ୍ରୟୋଗ କରିବାକୁ ମଧ୍ୟ ପଛାଉନାହାନ୍ତି, ସେମାନଙ୍କର ମନୋବଳ ଭାଙ୍ଗିଗଲା। ସେଥିପାଇଁ ଇତିହାସରେ ନୀଳଗିରିକୁ ଫର୍ଷ୍ଟ ମେଜର ମର୍ଜର ଭାବେ ଲିପିବଦ୍ଧ କରାଯାଇଛି। ସେହି ଗୋଟିଏ ଡୋମିନୋ ପଡ଼ିବା ପରେ ବାକି ସବୁ ପଡ଼ିବା କେବଳ ସମୟର ଅପେକ୍ଷା ଥିଲା। କିନ୍ତୁ ପରିସ୍ଥିତି ଏତେ ସହଜରେ ବି ଶାନ୍ତ ହୋଇନଥିଲା। ନଭେମ୍ବର ଗଲା, ତାପରେ ଆସିଲା ଡିସେମ୍ବର 1947। ସେତେବେଳକୁ ଗ୍ରୋଇଂ ରିଜନାଲ କ୍ରାଇସିସ୍ ଆହୁରି ବଢ଼ିଯାଇଥିଲା। ଅନେକ ରାଜା ମିଶି ଏକ ଇଷ୍ଟର୍ଣ୍ଣ ଷ୍ଟେଟ୍ସ ୟୁନିୟନ ଗଠନ କରିବାକୁ ଚେଷ୍ଟା କରୁଥିଲେ, ଯାହାଫଳରେ ସେମାନେ ନିଜର ସ୍ୱାଧୀନତା ବଜାୟ ରଖିପାରିବେ। ସେହି ସଙ୍କଟ ସମୟରେ ଏହା ସ୍ପଷ୍ଟ ହୋଇଗଲା ଯେ କେବଳ ରାଜ୍ୟସ୍ତରୀୟ ନେତୃତ୍ୱ ଯଥେଷ୍ଟ ନୁହେଁ, ଆଉ ଏଇଠି ଦରକାର ଥିଲା ଏକ ବଡ଼ ନ୍ୟାସନାଲ ଇଣ୍ଟରଭେନସନର। ଆଉ ସେହି ହସ୍ତକ୍ଷେପ କରିବା ପାଇଁ ଓଡ଼ିଶା ଆସିଥିଲେ ସ୍ୱୟଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଡିସେମ୍ବର 1947ରେ ତାଙ୍କର ଓଡ଼ିଶା ଗସ୍ତ ସବୁକିଛି ବଦଳାଇଦେଲା। ସେ କଟକରେ ପହଞ୍ଚିବା ପରେ ରାଜାମାନଙ୍କ ସହ ଯେଉଁ ବୈଠକ କଲେ, ତାହା ଇତିହାସର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ସର୍ଦ୍ଦାର ପଟେଲଙ୍କ ଉପସ୍ଥିତି ହିଁ ଏକ ଅଲଗା ପ୍ରକାରର ଚାପ ସୃଷ୍ଟି କରିଥିଲା। ସେ ଅତି ସ୍ପଷ୍ଟ ଭାବରେ ବୁଝାଇଦେଲେ ଯେ ନୂଆ ଭାରତରେ ଏଇ ଛୋଟ ଛୋଟ ସ୍ୱାଧୀନ ରାଜ୍ୟଗୁଡ଼ିକର କୌଣସି ଭବିଷ୍ୟତ ନାହିଁ। ଆଉ ଯଦି ଆମେ ଦଲିଲଗୁଡ଼ିକୁ ଦେଖିବା, ତାଙ୍କର ଏଇ ଗସ୍ତର ଫଳାଫଳ ଥିଲା ଅବିଶ୍ୱାସନୀୟ। ଏକ୍ଜାକ୍ଟଲି। କାରଣ ଠିକ୍ ଏହାର କିଛିଦିନ ପରେ, ମାନେ 1 ଜାନୁଆରୀ 1948ର ସେ ଐତିହାସିକ ଦିନଟି ଆସିଲା, ଯେଉଁଦିନ ଗୋଟିଏ ଝଟକାରେ ମାସ୍ ଇଣ୍ଟିଗ୍ରେସନ୍ ସମ୍ଭବ ହୋଇପାରିଲା। ପ୍ରାୟ ସମସ୍ତ ପ୍ରିନ୍ସଲି ଷ୍ଟେଟ୍ସ ଓଡ଼ିଶା ସହିତ ମିଶିଗଲେ। ରାତି ରାତି ଓଡ଼ିଶାର ଭୌଗୋଳିକ ଆକାର ଆଉ ଜନସଂଖ୍ୟା ଦ୍ୱିଗୁଣିତ ହୋଇଗଲା। ଏହା ଏକ ବିଶାଳ ସଫଳତା ଥିଲା। କିନ୍ତୁ ଆଉ ଏଇଟା ଏକ ବହୁତ ଇଣ୍ଟରେଷ୍ଟିଂ ତଥ୍ୟ ଯେ ଏଇ ମିଶ୍ରଣରେ ଗୋଟିଏ ବଡ଼ ବ୍ୟତିକ୍ରମ ରହିଯାଇଥିଲା। ଗୋଟିଏ ରାଜ୍ୟ ସେଦିନ ମିଶିନଥିଲା। ହଁ, ଆଉ ସେହି ନୋଟେବଲ୍ ଏକ୍ସେପ୍ସନଟି ଥିଲା ମୟୂରଭଞ୍ଜ। ମାନେ ଜାନୁଆରୀ 1, 1948 ସୁଦ୍ଧା ମୟୂରଭଞ୍ଜ ପଇସାରେ ସାମିଲ ହୋଇନଥିଲା। ଏହା ଟିକେ ଆଶ୍ଚର୍ଯ୍ୟଜନକ ଲାଗେ ନାହିଁ କି? ଯେତେବେଳେ ସାରା ରାଜ୍ୟରେ ଏତେ ବଡ଼ ପରିବର୍ତ୍ତନ ହେଉଛି, ସର୍ଦ୍ଦାର ପଟେଲଙ୍କ ଭଳି ନେତା ଅଛନ୍ତି, ତଥାପି ମୟୂରଭଞ୍ଜ ବାହାରେ କେମିତି ରହିଲା? କାରଣ ମୟୂରଭଞ୍ଜର ସ୍ଥିତି ବାକି ରାଜ୍ୟଗୁଡ଼ିକଠାରୁ ଟିକେ ଅଲଗା ଥିଲା। ସେଠାରେ ଆର୍ଥିକ ସ୍ଥିତି ବେଶ୍ ଭଲ ଥିଲା, ଆଉ ସେମାନଙ୍କର ଏକ ନିଜସ୍ୱ ଲୋକପ୍ରତିନିଧି ସଭା ବା ଆସେମ୍ବଲି ପୂର୍ବରୁ ହିଁ କାର୍ଯ୍ୟକାରୀ ଥିଲା। ତେଣୁ ରାଜା କହିଲେ ଯେ ସେ ନିଷ୍ପତ୍ତି ନେବା ପରିବର୍ତ୍ତେ ତାଙ୍କର ପ୍ରଜାମଣ୍ଡଳ ବା ସରକାର ଏହି ନିଷ୍ପତ୍ତି ନେବେ। ଓହୋ, ତେଣୁ କେନ୍ଦ୍ର ସରକାର ମଧ୍ୟ ତୁରନ୍ତ ସେଠାରେ ବଳ ପ୍ରୟୋଗ କରିବା ଠିକ୍ ମଣିଲେ ନାହିଁ। ବିଲକୁଲ। ଏହା ଦର୍ଶାଉଛି ଯେ ଇଣ୍ଟିଗ୍ରେସନ୍ ପ୍ରକ୍ରିୟାଟି କେବଳ ଏକତରଫା ଆଦେଶ ନଥିଲା, ଏଥିରେ କୂଟନୈତିକ ବୁଝାମଣା ମଧ୍ୟ ସାମିଲ ଥିଲା। ତେଣୁ ମୟୂରଭଞ୍ଜ ପାଇଁ ଓଡ଼ିଶାକୁ ଆଉ 1 ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ଆଉ ତାପରେ ଆସିଲା 1949 ମସିହା, ଯାହାକୁ ଆମେ ଡ୍ରଇଂ ଦ ଫାଇନାଲ ବର୍ଡର୍ସର ସମୟ କହିପାରିବା। ହଁ, କାରଣ ସେହି ବର୍ଷ ହିଁ ଓଡ଼ିଶାର ଚୂଡ଼ାନ୍ତ ରୂପରେଖା ତିଆରି ହୋଇଥିଲା। ଅନେକଗୁଡ଼ିଏ ସବସିକ୍ୱେଣ୍ଟ ମର୍ଜର୍ସ ଏବଂ ସୀମାନ୍ତ ଅଦଳବଦଳ ଏହି ସମୟରେ ହେଲା। ସବୁଠାରୁ ବଡ଼ କଥା ହେଲା, ଶେଷରେ 1949ରେ ମୟୂରଭଞ୍ଜ ମଧ୍ୟ ଓଡ଼ିଶା ସହିତ ଅଫିସିଆଲି ମର୍ଜ ହୋଇଗଲା। ଏହା ଫଳରେ ଓଡ଼ିଶାର ଉତ୍ତର ସୀମା ଆହୁରି ମଜବୁତ ହେଲା। କିନ୍ତୁ ଆମକୁ ଏଠାରେ ଆଉ ଗୋଟେ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। 1949ରେ କିଛି ଟେରିଟୋରିଆଲ ଟ୍ରାନ୍ସଫର୍ସ ମଧ୍ୟ ହୋଇଥିଲା, ଯାହା ସେହି ସମୟର ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ଏକ ଜଟିଳ ଅଂଶ। ହଁ, ଆଉ ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଢ଼େଇକଳା ଏବଂ ଖରସ୍ମାର ଉଦାହରଣ। ନଥିପତ୍ରରୁ ଏହା ସ୍ପଷ୍ଟ ଭାବରେ ଜଣାପଡ଼େ ଯେ ସିରାଇକେଲା ଏବଂ ଖରସୱା ଉଭୟ ଥିଲା ଓରିଆ ସ୍ପିକିଂ ବା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। ତଥାପି ଯେତେବେଳେ ଫାଇନାଲ ବର୍ଡର୍ସ ନିର୍ଦ୍ଧାରଣ ହେଲା, କେନ୍ଦ୍ର ସରକାର ଏହି ଦୁଇଟି ଅଞ୍ଚଳକୁ ବିହାର ସହିତ ମିଶାଇବାକୁ ନିଷ୍ପତ୍ତି ନେଲେ। ଆଉ ଏହା ପଛରେ ଯେଉଁ କାରଣ ଦର୍ଶାଯାଇଥିଲା, ତାହା ମୁଖ୍ୟତଃ ଭୌଗୋଳିକ ଏବଂ ପ୍ରଶାସନିକ ଥିଲା। ଆମେ ଯଦି ନିରପେକ୍ଷ ଭାବରେ ଦଲିଲଗୁଡ଼ିକୁ ଦେଖିବା, ସେତେବେଳେ ମୟୂରଭଞ୍ଜ ଓଡ଼ିଶାର ସମ୍ପୂର୍ଣ୍ଣ ଭାବେ ମିଶି ନଥିବାରୁ ଏହି ଅଞ୍ଚଳଗୁଡ଼ିକ ସହ ଓଡ଼ିଶାର ସିଧାସଳଖ ଭୌଗୋଳିକ ସଂଯୋଗ ନଥିଲା। ଠିକ୍ କଥା। ସେହି ସମୟରେ ଜାତୀୟ ନେତୃତ୍ୱଙ୍କୁ ଅନୁଭବ ହେଲା ଯେ ପ୍ରଶାସନିକ ପରିଚାଳନା ଦୃଷ୍ଟିରୁ ଏହାକୁ ବିହାର ମାଧ୍ୟମରେ ଶାସନ କରିବା ଅଧିକ ସୁବିଧାଜନକ ହେବ। ଏହା ପ୍ରମାଣ କରେ ଯେ ରାଜ୍ୟ ଗଠନ ସମୟରେ କେବଳ ଭାଷା ଏକମାତ୍ର ମାପକାଠି ନଥିଲା, ଭୌଗୋଳିକ ନିରବଚ୍ଛିନ୍ନତା ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରୁଥିଲା। ଆଉ ଏହି ସବୁ ମିଶ୍ରଣ, ସୀମା ଅଦଳବଦଳ ଏବଂ ନିଷ୍ପତ୍ତି ପରେ 1949 ସୁଦ୍ଧା ଆମେ ଆଜିର ଓଡ଼ିଶାର ଏକ ସମ୍ପୂର୍ଣ୍ଣ ମାନଚିତ୍ର ପାଇପାରିଲୁ।
ଅଗଷ୍ଟ 1947ରୁ 1949 ସୁଦ୍ଧା ଏହି ଯୋଉ 2 ବର୍ଷର ଯାତ୍ରା, ଏହି ରାପିଡ୍ କନସଲିଡେସନ୍ ଅଫ୍ ଷ୍ଟେଟ୍ସ କେବଳ କିଛି ଚୁକ୍ତିପତ୍ରର ସ୍ୱାକ୍ଷର ନଥିଲା। ଏହା ସେହି ସମୟର ନେତା ଏବଂ ଜନତାଙ୍କ ପ୍ରୋଫାଉଣ୍ଡ ପଲିଟିକାଲ ରେଜିଲିଏନ୍ସର ଏକ ଶ୍ରେଷ୍ଠ ପ୍ରମାଣ ଥିଲା। ନିଶ୍ଚିତ ଭାବରେ ଗୋଟିଏ ବିଖଣ୍ଡିତ ଅଞ୍ଚଳରୁ ଏକ ମଜବୁତ ରାଜ୍ୟରେ ପରିଣତ ହେବାର ପ୍ରକ୍ରିୟା ରାଜ୍ୟରେ ଏକ ବ୍ୟାପକ ଷ୍ଟ୍ରକ୍ଚରାଲ ଟ୍ରାନ୍ସଫର୍ମେସନ୍ ଆଣିଥିଲା। ଆଉ ଏହି ଭିତ୍ତିପ୍ରସ୍ତର ହିଁ ଆଜିର ଓଡ଼ିଶାର ଅନଗୋଇଂ ଇକୋନୋମିକ୍ ଡେଭଲପମେଣ୍ଟ ପାଇଁ ବାଟ ଫିଟାଇଛି। ମାନେ ଯଦି ସେତେବେଳେ ଏହି ଇଣ୍ଟିଗ୍ରେସନ୍ ହୋଇନଥାନ୍ତା, ତାହେଲେ ଆଜି ଆମେ ଯେଉଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ବିକାଶ ଦେଖୁଛୁ, ତାହା କେବେ ବି ସମ୍ଭବ ହୋଇପାରିନଥାନ୍ତା। ବିଲକୁଲ। ମୋ ପାଖରେ ଏବେ ଯୋଉ ସୋର୍ସ ଅଛି, ମାନେ ଫ୍ରିଡମ୍ ଷ୍ଟ୍ରଗଲ୍ ଅଫ୍ ଓଡ଼ିଶା ଲେକ୍ଚର 06, ତାହା ଏକ ସମ୍ପୂର୍ଣ୍ଣ ଅଲଗା ଆଉ ବହୁତ ରୋଚକ କାହାଣୀ କହୁଛି। ବିଲକୁଲ। ଏବଂ ଏହି ସୋର୍ସ ଅନୁଯାୟୀ ଆଧୁନିକ ଓଡ଼ିଶାର ଗଠନ ପଛରେ କେବଳ ଗୋଟିଏ ଲଢ଼େଇ ନଥିଲା। ହଁ, ସେଇଟା ହିଁ ସବୁଠୁ ବଡ଼ ପଏଣ୍ଟ। ଏହା ଥିଲା ଏକ, ଯାହାକୁ ଆମେ କହିବା ଡୁଆଲ୍ ଷ୍ଟ୍ରଗଲ୍ ବା ଦ୍ୱୈତ ସଂଗ୍ରାମ। ଠିକ୍ ଅଛି, ଆସନ୍ତୁ ୟାକୁ ଟିକେ ଖୋଲିକି ଦେଖିବା, କାରଣ ଏଇ ଡୁଆଲ୍ ଷ୍ଟ୍ରଗଲ୍ କନସେପ୍ଟଟା ବହୁତ ଇଣ୍ଟରେଷ୍ଟିଂ ଲାଗୁଛି। ନିଶ୍ଚୟ। ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି, ବାକି ଭାରତ ପାଇଁ ଲକ୍ଷ୍ୟ ଥିଲା କେବଳ ରାଜନୈତିକ ସ୍ୱାଧୀନତା, ଇଂରେଜମାନଙ୍କ କବଳରୁ ମୁକ୍ତି। କିନ୍ତୁ ଓଡ଼ିଶା ପାଇଁ ସ୍ଥିତି ଟିକେ ବହୁତ ଜଟିଳ ଥିଲା। ମାନେ ଦୁଇଟା ଫ୍ରଣ୍ଟରେ ଏକା ସାଙ୍ଗରେ ଲଢ଼ାଇ ଚାଲିଥିଲା। ଏକଦମ। ଗୋଟିଏ ପଟେ ଆପଣଙ୍କର ନ୍ୟାସନାଲ ଷ୍ଟ୍ରଗଲ ଚାଲିଥିଲା, ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ବା ଆଇଏନ୍ସି ନେତୃତ୍ୱରେ ନନ୍ କୋଅପରେସନ୍, ସଲ୍ଟ ସତ୍ୟାଗ୍ରହ ଆଉ କ୍ୱିଟ୍ ଇଣ୍ଡିଆ ଭଳି ବିରାଟ ଜାତୀୟ ଆନ୍ଦୋଳନ ସବୁ ହେଉଥିଲା। ହଁ, କିନ୍ତୁ ଅନ୍ୟପଟେ ଓଡ଼ିଶାର ନେତାମାନଙ୍କୁ ନିଜର ଆଉ ଗୋଟିଏ ଯୁଦ୍ଧ ଲଢ଼ିବାକୁ ପଡୁଥିଲା, ଯାହାକୁ ଆମେ ରିଜିଓନାଲ ଷ୍ଟ୍ରଗଲ କହିପାରିବା। ନିଜର ଭାଷାଗତ ଏକତା ଓ ପରିଚୟ ବଞ୍ଚାଇବାର ଲଢ଼େଇ। ଠିକ୍ କହିଲେ, କାରଣ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ସେତେବେଳେ ଛିନ୍ନ ଭିନ୍ନ ହୋଇ ବିଭିନ୍ନ ପ୍ରଦେଶରେ ମିଶି ରହିଥିଲା। ସେସବୁକୁ ଏକାଠି କରିବା ପାଇଁ ଉତ୍କଳ ସମ୍ମିଳନୀ ଆଉ ଲେଜିସ୍ଲେଟିଭ୍ ଆକ୍ସନ୍ ମାଧ୍ୟମରେ ଏକ ଆଇନଗତ ଲଢ଼ାଇ ଚାଲିଥିଲା। ଏହା କିଛି ଛୋଟ କଥା ନୁହେଁ ପ୍ରକୃତରେ। ଏକା ସାଙ୍ଗରେ ରାସ୍ତାରେ ଆନ୍ଦୋଳନ ଆଉ ପ୍ରଶାସନିକ ସ୍ତରରେ ଆଇନଗତ ଲଢ଼େଇ, ଆଉ ସୋରୁସରେ ଏହି ଲଢ଼େଇର ନେତୃତ୍ୱ ନେଇଥିବା ବ୍ୟକ୍ତିମାନଙ୍କୁ ଏକ ବହୁତ ସୁନ୍ଦର ନାମ ଦିଆଯାଇଛି, ଆର୍କିଟେକ୍ଟସ୍ ଅଫ୍ ଆଇଡେଣ୍ଟିଟି ଆଣ୍ଡ ଇଣ୍ଡିପେଣ୍ଡେନ୍ସ। ହଁ, ସେହି ଶବ୍ଦଟା ବହୁତ ଆପ୍ରୋପ୍ରିଏଟ୍ ଅଟେ, କାରଣ ସେମାନେ କେବଳ ବିଦ୍ରୋହ କରୁନଥିଲେ, ସେମାନେ ପ୍ରକୃତରେ ଗୋଟିଏ ମଡର୍ଣ୍ଣ ଷ୍ଟେଟ୍ର ନକ୍ସା ତିଆରି କରୁଥିଲେ। ଆଉ ଯେତେବେଳେ ଆମେ ଏହି ଆର୍କିଟେକ୍ଟସ୍ ବା ସ୍ଥପତିମାନଙ୍କର କଥା କହୁଛୁ, ସର୍ବପ୍ରଥମେ ମଧୁସୂଦନ ଦାସଙ୍କ ନାମ ଆସିବା ସ୍ୱାଭାବିକ। ବିଲକୁଲ। ମଧୁ ବ୍ୟାରିଷ୍ଟର କିମ୍ବା ଗ୍ରାଣ୍ଡ ଓଲ୍ଡ ମ୍ୟାନ୍ ଅଫ୍ ଓଡ଼ିଶା ଭାବରେ ସେ ପରିଚିତ। ସେ ଥିଲେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍। କିନ୍ତୁ ତାଙ୍କର ସବୁଠାରୁ ବଡ଼ ଷ୍ଟ୍ରାଟେଜି ଥିଲା ସିଷ୍ଟମ ଭିତରେ ପଶି ସିଷ୍ଟମକୁ ବଦଳାଇବା। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ। ସେ ରାସ୍ତାରେ ନାରାବାଜି କରିବା ପରିବର୍ତ୍ତେ ପଲିସି ମେକିଂ ଉପରେ ଜୋର ଦେଉଥିଲେ। ଏକଦମ। ଆପଣ ଦେଖନ୍ତୁ 1902 ମସିହାର କଥା। ସେତେବେଳେ ସେ ବେଙ୍ଗଲ ଲେଜିସ୍ଲେଟିଭ୍ କାଉନସିଲର ସଦସ୍ୟ ହେଲେ। ଆଉ ସେଠାରେ ସେ କେବଳ ବସି ରହିନଥିଲେ। ସେ ଜାଣିଥିଲେ ଯେ ଯେପର୍ଯ୍ୟନ୍ତ ଆଇନରେ ପରିବର୍ତ୍ତନ ନ ଆସିବ, ସେ ପର୍ଯ୍ୟନ୍ତ ଗ୍ରାଉଣ୍ଡରେ କିଛି ବି ବଦଳିବ ନାହିଁ। ସେଥିପାଇଁ ସେ ଓଡ଼ିଶା ଟେନାନ୍ସି ବିଲ୍ ଆଣିଥିଲେ। ହଁ, ଚାଷୀମାନଙ୍କର ଅଧିକାର ପାଇଁ। ଆଉ ରେଭେନ୍ସା କଲେଜ ପାଇଁ ଅନୁଦାନ ବା ଗ୍ରାଣ୍ଟସ୍ ମଧ୍ୟ କାଉନସିଲରୁ ମଞ୍ଜୁର କରାଇଥିଲେ। ମାନେ ତାଙ୍କର ଆପ୍ରୋଚ୍ ବହୁତ ପ୍ରାକ୍ଟିକାଲ ଥିଲା। ଆଉ ତା ସହିତ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ସେ ଲୋକଙ୍କୁ ଏକାଠି କରିବାର ମୂଳଦୁଆ ମଧ୍ୟ ପକାଇଥିଲେ। ଆଉ ସେଇ ମୂଳଦୁଆ ଉପରେ ହିଁ ପରବର୍ତ୍ତୀ ସମୟରେ ଭାଷାଭିତ୍ତିକ ପ୍ରଦେଶ ଗଠନର ରାସ୍ତା ତିଆରି ହୋଇଥିଲା। କିନ୍ତୁ ଏହି ଲେଜିସ୍ଲେଟିଭ୍ ଲଢ଼େଇରେ ଆଉ ଜଣେ ବହୁତ ବଡ଼ ନେତା ଥିଲେ, ଯାହାଙ୍କର ଦୂରଦୃଷ୍ଟି ବାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଆପଣ କୃଷ୍ଣଚନ୍ଦ୍ର ଗଜପତିଙ୍କ କଥା କହୁଛନ୍ତି ନା? ହଁ। ମୋତେ ସୋର୍ସରୁ ପଢ଼ିକି ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ସେ 2 ଥର ଓଡ଼ିଶାର ପ୍ରାଇମ୍ ମିନିଷ୍ଟର ହୋଇଥିଲେ ସେତେବେଳେ। ତାଙ୍କର ରଣନୀତି ବିଷୟରେ ଟିକେ ବିଶ୍ଳେଷଣ କଲେ ଭଲ ହୁଅନ୍ତା। କୃଷ୍ଣଚନ୍ଦ୍ର ଗଜପତିଙ୍କର ଅବଦାନ ହେଉଛି ଡିପ୍ଲୋମାସି ବା କୂଟନୀତିର ଏକ ଶ୍ରେଷ୍ଠ ଉଦାହରଣ। ମଧୁବାବୁ ଯେଉଁ ଲଢ଼େଇ ଆରମ୍ଭ କରିଥିଲେ, ତାହାକୁ ଏକ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମକୁ ନେବାର ଶ୍ରେୟ ଗଜପତିଙ୍କୁ ହିଁ ଯାଏ। ମାନେ ସେ ସାଇମନ୍ କମିଶନ ସାମ୍ନାରେ ଯେଉଁ ଯୁକ୍ତି ବାଢ଼ିଥିଲେ, ସେଇଟା ଗୋଟିଏ ଦିଗ ଥିଲା। କିନ୍ତୁ ସବୁଠାରୁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଥିଲା ଲଣ୍ଡନରେ ଫର୍ଷ୍ଟ ରାଉଣ୍ଡ ଟେବୁଲ୍ କନଫରେନ୍ସରେ ତାଙ୍କର ଯୋଗଦାନ। ଆପଣ ଚିନ୍ତା କରନ୍ତୁ, ସେଠାରେ ସାରା ଭାରତର ବଡ଼ ବଡ଼ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହଁ, ସେତେବେଳେ ମାହୋଲ ପୁରା ଅଲଗା ଥିବ। ବିଲକୁଲ। ଆଉ ସେହି ଭିଡ଼ ଭିତରେ ସେ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଦାବିକୁ ବ୍ରିଟିଶ ସରକାରଙ୍କ ଉଚ୍ଚସ୍ତରରେ ବହୁତ ଦୃଢ଼ ଭାବରେ ଉପସ୍ଥାପନ କରିପାରିଥିଲେ। ୱାଓ, ଏତେ ବଡ଼ ଜାତୀୟ କୋଳାହଳ ଭିତରେ ନିଜର ଆଞ୍ଚଳିକ ସ୍ୱରକୁ
ସିଧା ଲଣ୍ଡନ ପର୍ଯ୍ୟନ୍ତ ପହଞ୍ଚାଇବା ପ୍ରକୃତରେ ଅସାଧାରଣ କଥା। ଆଉ ତାରି ଫଳସ୍ୱରୂପ ହିଁ ଆଟଲି ସବକମିଟି ଗଠନ କରାଯାଇଥିଲା, ଯାହା ପ୍ରଦେଶର ସୀମା ନିର୍ଦ୍ଧାରଣ ବା ବାଉଣ୍ଡ୍ରି ମ୍ୟାପିଂ ପାଇଁ କାମ କରିଥିଲା। ଆଉ ମୋର ମନେ ଅଛି, ସୋର୍ସରେ ଲେଖା ଅଛି ଯେ ଏହା ପୂର୍ବରୁ 1914ରେ ସେ ପାରଳାଖେମୁଣ୍ଡିଠାରେ 10ମ ଉତ୍କଳ ସମ୍ମିଳନୀର ମଧ୍ୟ ଆୟୋଜନ କରିଥିଲେ। ମାନେ ସେ ଆଗରୁ ହିଁ ନିଜର ଲିଡରସିପ୍ ପ୍ରମାଣିତ କରିସାରିଥିଲେ। ଠିକ୍ କଥା। ଏହି ନେତାମାନଙ୍କର ଗୋଟିଏ କମନ୍ ଜିନିଷ ଥିଲା ଯେ ସେମାନେ ଷ୍ଟେଟ୍ ବିଲ୍ଡିଂରେ ବିଶ୍ୱାସ କରୁଥିଲେ। ସେମାନେ ଜାଣିଥିଲେ ଯେ କେବଳ ଇମୋସନ୍ସରେ ରାଜ୍ୟ ତିଆରି ହୁଏ ନାହିଁ। ସେଥିପାଇଁ ଡକ୍ୟୁମେଣ୍ଟେସନ୍, କମିଟି ଆଉ ଲେଜିସ୍ଲେଟିଭ୍ ପାୱାରର ବ୍ୟବହାର ଦରକାର। ଏକଦମ। ଯଦି ଆମେ ଏହାକୁ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବା, କେବଳ ଆଇନଗତ ଲଢ଼େଇ ଯଥେଷ୍ଟ ନଥିଲା। ମୋ ମୁଣ୍ଡରେ ଏବେ ସେଇ ପ୍ରଶ୍ନ ହିଁ ଆସୁଥିଲା। କାଉନସିଲ ଭିତରେ ବିଲ୍ ପାସ୍ କରିବା ବା ଲଣ୍ଡନରେ ଯୁକ୍ତି କରିବା ତ ଉପର ସ୍ତରର କଥା, କିନ୍ତୁ କୌଣସି ବି ବଡ଼ ପରିବର୍ତ୍ତନ ବିନା ଜନସମର୍ଥନରେ ସମ୍ଭବ କି? ନା, ଆଦୌ ନୁହେଁ। ଯେ ପର୍ଯ୍ୟନ୍ତ ଗ୍ରାଉଣ୍ଡରେ ସାଧାରଣ ଲୋକେ ଏହି ଯୁଦ୍ଧରେ ସାମିଲ ନ ହୋଇଛନ୍ତି, ଏହି ଡୁଆଲ ଷ୍ଟ୍ରଗଲ ସଫଳ କେମିତି ହେବ? ସେଇଠି ହିଁ ଆମର ପରବର୍ତ୍ତୀ ବିଭାଗ ଆରମ୍ଭ ହୁଏ, ଯାହାକୁ ଆମେ କହିବା ଆୱେକେନିଂ ଦ ମାସେସ୍। ଲେଜିସ୍ଲେଟିଭ୍ ଆକ୍ସନ୍ ଥିଲା ଏହି ଆନ୍ଦୋଳନର ବ୍ରେନ୍, କିନ୍ତୁ ଏହାର ହାର୍ଟ ଥିଲେ ଆମର ମାସ୍ ମୋବିଲାଇଜର୍ସ। ସେମାନେ ହିଁ ଗ୍ରାସରୁଟ୍ ସ୍ତରରେ ଲୋକଙ୍କୁ ଜାଗ୍ରତ କରୁଥିଲେ। ଆଉ ମାସ୍ ମୋବିଲାଇଜେସନ କଥା ଉଠିଲେ ଗୋଟିଏ ନାମ ସର୍ବାଗ୍ରେ ଆସେ, ଉତ୍କଳମଣି ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସଙ୍କ କାହାଣୀ ପ୍ରକୃତରେ ପ୍ରେରଣାଦାୟକ। ସେ ଜାତୀୟ ଆନ୍ଦୋଳନକୁ ଓଡ଼ିଶାର ତୃଣମୂଳ ସ୍ତରରେ ପହଞ୍ଚାଇବାର ମୁଖ୍ୟ ବିନ୍ଧାଣୀ ଥିଲେ। 1921ରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ମଧ୍ୟ ହୋଇଥିଲେ। ହଁ, ଆଉ ସ୍ୱଦେଶୀ ମୁଭମେଣ୍ଟକୁ ବ୍ୟାପକ କରିବା ପାଇଁ ସେ ସତ୍ୟବାଦୀ ସ୍କୁଲ ସ୍ଥାପନ କରିଥିଲେ। କିନ୍ତୁ ତାଙ୍କର ଏକ ବଡ଼ ଷ୍ଟ୍ରାଟେଜି ଥିଲା ଗଣମାଧ୍ୟମ ଏବଂ ଶିକ୍ଷା। ଆଜିକାଲି ତ ଆମ ପାଖରେ ସୋସିଆଲ ମିଡିଆ ଅଛି, କୌଣସି ବାର୍ତ୍ତା ସହଜରେ ପହଞ୍ଚି ଯାଉଛି। ସେତେବେଳେ ସେ ଏତେ ଲୋକଙ୍କୁ କିପରି କନେକ୍ଟ କରୁଥିଲେ? ସେ ବୁଝିସାରିଥିଲେ ଯେ ଯଦି ଲୋକଙ୍କ ଭିତରେ ଜାତୀୟତାବାଦ ଜାଗ୍ରତ କରିବାକୁ ହେବ, ତେବେ ତାହା କେବଳ ସେମାନଙ୍କର ନିଜ ମାତୃଭାଷାରେ ହିଁ ସମ୍ଭବ। ସେଥିପାଇଁ ସେ 1915ରେ ସତ୍ୟବାଦୀ ମ୍ୟାଗାଜିନ୍ ଏବଂ 1919ରେ ସମାଜ ଖବରକାଗଜ ଆରମ୍ଭ କରିଥିଲେ। ଆଚ୍ଛା, ସେଇଥିପାଇଁ ସମାଜର ଏତେ ବଡ଼ ପ୍ରଭାବ ରହିଥିଲା? ବିଲକୁଲ। ଏହା କେବଳ ଖବରକାଗଜ ନଥିଲା, ଏହା ଥିଲା ବିପ୍ଳବର ମୁଖପତ୍ର। ଆଉ ତାଙ୍କର ସାହିତ୍ୟିକ ରଚନା କଥା ଦେଖନ୍ତୁ, ବନ୍ଦୀର ଆତ୍ମକଥା, ଧର୍ମପଦ, ଗୋମହାତ୍ମ୍ୟ, ଏସବୁ କେବଳ କାହାଣୀ ବା କବିତା ନଥିଲା। ଏଗୁଡ଼ିକ ଥିଲା ଲୋକଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରିବାର ଶକ୍ତିଶାଳୀ ଉପକରଣ। ଆଉ ସେ କଟକରେ ସ୍ୱରାଜ ଆଶ୍ରମ ଓ ଜଗତସିଂହପୁରରେ ଅଳକା ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ, ଯାହା ଆନ୍ଦୋଳନକାରୀମାନଙ୍କ ପାଇଁ ଏକ ପ୍ରକାର ଟ୍ରେନିଂ ସେଣ୍ଟର ପାଲଟିଥିଲା। ଅର୍ଥାତ୍ ଆପଣ ଦେଖନ୍ତୁ, ସେ ଏକାଧାରରେ ଜଣେ ଲେଖକ, ସାମ୍ବାଦିକ, ଶିକ୍ଷାବିତ୍ ଆଉ କଂଗ୍ରେସର ମୁଖ୍ୟ ନେତା ଥିଲେ। ତାଙ୍କର ଏଇ ଗ୍ରାସରୁଟ୍ କନେକ୍ସନ୍ ଯୋଗୁଁ ହିଁ ଓଡ଼ିଶାରେ ନନ୍ କୋଅପରେସନ୍ ଆନ୍ଦୋଳନ ଏତେ ବ୍ୟାପକ ରୂପ ନେଇପାରିଥିଲା। ଏଠାରେ ବିଷୟବସ୍ତୁ ଆହୁରି ରୋଚକ ହୋଇଥାଏ, କାରଣ ମୁଁ ସୋର୍ସରୁ ଆଉ ଏକ ଦିଗକୁ ଯିବାକୁ ଚାହିଁବି, ଯାହା ମୋ ପାଇଁ ଏକ ବଡ଼ ଆହା ମୋମେଣ୍ଟ ଥିଲା। ଆପଣ ବୋଧହୁଏ ମହିଳା ନେତୃତ୍ୱ କଥା କହୁଛନ୍ତି? ଏକ୍ଜାକ୍ଟଲି। ଆମେ ଯେତେବେଳେ ଇତିହାସ ପଢ଼ୁ, ପ୍ରାୟତଃ ପୁରୁଷ ନେତାମାନଙ୍କର ନାମ ଅଧିକ ଶୁଣିବାକୁ ମିଳେ, କିନ୍ତୁ ସ୍ୱାଧୀନତା ସଂଗ୍ରାମର ଏହି ଶେଷ ପର୍ଯ୍ୟାୟରେ ଏକ ଅଦ୍ଭୁତପୂର୍ବ ଘଟଣା ଘଟିଥିଲା। ସୋର୍ସରେ ଏହାକୁ ଦି ଭ୍ୟାନଗାର୍ଡ ଅଫ୍ ୱିମେନ୍ କୁହାଯାଇଛି। ହଁ, ମହିଳା ନେତୃତ୍ୱରେ ଏକ ଅଭୂତପୂର୍ବ ଉତ୍ଥାନ ହୋଇଥିଲା ସେହି ସମୟରେ, ଯାହାକି ସେହି ସମୟର ରକ୍ଷଣଶୀଳ ସମାଜକୁ ଦେଖିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ। ସେମାନେ କେବଳ ଘରୁ ବାହାରି ନଥିଲେ, ବରଂ ଫ୍ରଣ୍ଟଲାଇନ୍ ସିଭିଲ୍ ଡିସୋବିଡିଏନ୍ସରେ ସାମିଲ ଥିଲେ ଆଉ ଟ୍ରାଇବାଲ ୱେଲଫେୟାରରେ ମଧ୍ୟ କାମ କରୁଥିଲେ। ଙ୍କ ନାମ ସବୁଠାରୁ ଆଗରେ ଆସେ। ସେ ଥିଲେ ମଧୁସୂଦନ ଦାସଙ୍କ ନାତୁଣୀ, କିନ୍ତୁ ତାଙ୍କର ପନ୍ଥା ମଧୁବାବୁଙ୍କଠାରୁ ଭିନ୍ନ ଥିଲା। ସେ ଗାନ୍ଧିଜୀଙ୍କ ଆଦର୍ଶରେ ଗଭୀର ଭାବେ ଅନୁପ୍ରାଣିତ ଥିଲେ। ଠିକ୍। ସେ ଅଲ୍ ଇଣ୍ଡିଆ ଚରଖା ଆସୋସିଏସନ୍ ଏବଂ କସ୍ତୁରବା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ଭଳି ସଂସ୍ଥାର ନେତୃତ୍ୱ ନେଇଥିଲେ। ବରିଠାରେ ତାଙ୍କର ଯେଉଁ ଆଶ୍ରମ ଥିଲା, ନିଜେ ଗାନ୍ଧିଜୀ ତାକୁ ସେବାଘର ବୋଲି ନାମ ଦେଇଥିଲେ। ଆଉ ସେ କ୍ୱିଟ୍ ଇଣ୍ଡିଆ ଆନ୍ଦୋଳନରେ ମଧ୍ୟ ଅଂଶଗ୍ରହଣ କରି ଗିରଫ ହୋଇଥିଲେ। ଆଉ ଗୋଟିଏ କଥା ଯାହା ମୋତେ ବହୁତ ଆକର୍ଷିତ କଲା, ତାହା ହେଉଛି 1946ରେ କୋରାପୁଟରେ ଟ୍ରାଇବାଲ ୱେଲଫେୟାର ପାଇଁ ତାଙ୍କର ନବଜୀବନ ମଣ୍ଡଳର ସ୍ଥାପନା। ହଁ, ଏହା କେବଳ ରାଜନୈତିକ ସଂଗ୍ରାମ ନଥିଲା। ସେ ସମାଜର ସବୁଠାରୁ ନିଷ୍ପେଷିତ ବର୍ଗକୁ ଜାତୀୟ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ କରୁଥିଲେ। ତାଙ୍କ ପରେ ଯଦି ଆମେ ଦେଖିବା, ସରଳ ଦେବୀଙ୍କ ଅବଦାନ ମଧ୍ୟ ଅତୁଳନୀୟ ଥିଲା।
ସରଳା ଦେବୀ ତ ନନ୍ କୋଅପରେସନ୍ ମୁଭମେଣ୍ଟରେ ଯୋଗ ଦେଇଥିବା ପ୍ରଥମ ଓଡ଼ିଆ ମହିଳା ଥିଲେ ନା। ଏକଦମ। ଆଉ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଜାଣିଲେ ଯେ ସେ ତିଲକ ସ୍ୱରାଜ ଫଣ୍ଡ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଉପବାସ ମଧ୍ୟ କରିଥିଲେ। ବାପ୍ରେ, ଫଣ୍ଡ କଲେକ୍ସନ ପାଇଁ ଫାଷ୍ଟିଂ! ସତରେ ସେମାନଙ୍କ ଡେଡିକେସନକୁ ମାନିବାକୁ ପଡ଼ିବ। ଆଉ ବାଲେଶ୍ୱରର ସଲ୍ଟ ସତ୍ୟାଗ୍ରହରେ ଭାଗ ନେଇ ସେ ଓଡ଼ିଶାର ପ୍ରଥମ କାରାବରଣ କରିଥିବା ମହିଳା ହେବାର ଗୌରବ ମଧ୍ୟ ପାଇଥିଲେ। ସେ କେବଳ ରାସ୍ତାରେ ଆନ୍ଦୋଳନ କରୁନଥିଲେ। ମୁଁ ପଢ଼ୁଥିଲି ଯେ ସେ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସର ଇତିହାସକୁ ଓଡ଼ିଆରେ ଅନୁବାଦ କରିଥିଲେ। ହଁ, ଏହା ଏକ ବ୍ରିଲିଏଣ୍ଟ ଷ୍ଟ୍ରାଟେଜି ଥିଲା ଯାହାଦ୍ୱାରା ସାଧାରଣ ଲୋକେ କଂଗ୍ରେସର ଆଦର୍ଶକୁ ନିଜ ଭାଷାରେ ବୁଝିପାରିବେ। ଏଇ ମହିଳା ନେତୃତ୍ୱର ଧାରାରେ ଆଉ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ହେଉଛନ୍ତି ମାଳତୀ ଦେବୀ। ବାଲେଶ୍ୱରର ଇଞ୍ଚୁଡ଼ି ଏବଂ ଶ୍ରୀଜଙ୍ଗଠାରେ ଯେଉଁ ସଲ୍ଟ ସତ୍ୟାଗ୍ରହ ହୋଇଥିଲା, ସେଥିରେ ତାଙ୍କର ବହୁତ ବଡ଼ ଭୂମିକା ଥିଲା। ଦାଣ୍ଡି ପରେ ଇଞ୍ଚୁଡ଼ି ସଲ୍ଟ ସତ୍ୟାଗ୍ରହ ସାରା ଭାରତରେ ଦ୍ୱିତୀୟ ସର୍ବବୃହତ୍ ଥିଲା। ଆଉ ଏହି ଅଞ୍ଚଳରେ ମହିଳାମାନଙ୍କୁ ଆନ୍ଦୋଳନରେ ସାମିଲ କରିବାର ମୁଖ୍ୟ ନେତ୍ରୀ ଥିଲେ ମାଳତୀ ଦେବୀ। ସେ ହିନ୍ଦୁସ୍ତାନୀ ସେବା ଦଳରେ ମହିଳାମାନଙ୍କୁ ଏକାଠି କରିଥିଲେ ଏବଂ କରାଚି ଅଧିବେଶନରେ ମଧ୍ୟ ଯୋଗ ଦେଇଥିଲେ। ମାଳତୀ ଦେବୀଙ୍କ ବିଷୟରେ ସୋର୍ସରେ ଗୋଟିଏ ଶବ୍ଦ ଅଛି ଯାହା ତାଙ୍କର ସାହସକୁ ଦର୍ଶାଉଛି। ଜଣେ ଇଣ୍ଡିଭିଜୁଆଲ ସତ୍ୟାଗ୍ରାହୀ, ମାନେ ଭିଡ଼ ଭିତରେ ରହି ଆନ୍ଦୋଳନ କରିବା ସହଜ, କିନ୍ତୁ ଏକାକୀ ଆଗକୁ ଆସି ବ୍ରିଟିଶ ଆଇନ ଭାଙ୍ଗିବା ଆଉ ଗିରଫଦାରୀ ବରଣ କରିବା ଏଥିପାଇଁ ସମ୍ପୂର୍ଣ୍ଣ ଅଲଗା ସ୍ତରର ଦୃଢ଼ତା ଆବଶ୍ୟକ। ଏବେ ଯଦି ଆମେ ଏହି ସମସ୍ତ ବିଷୟକୁ ଏକାଠି କରି ବିଶ୍ଳେଷଣ କରିବା, ଯାହାକୁ ସୋର୍ସରେ ମ୍ୟାପିଂ ଦି ଷ୍ଟ୍ରଗଲ୍ କୁହାଯାଇଛି, ତେବେ ଗୋଟିଏ ସ୍ପଷ୍ଟ ଚିତ୍ର ଆମ ସାମ୍ନାକୁ ଆସେ। କିପରି ଏହି ସମସ୍ତ ନେତାମାନେ ଉଭୟ ଷ୍ଟେଟ୍ ବିଲ୍ଡିଂ ଏବଂ ନ୍ୟାସନାଲ ମୁଭମେଣ୍ଟରେ ନିଜ ନିଜର ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲେ। ହଁ, ଏହା କୌଣସି ଗୋଟିଏ ସିଙ୍ଗଲ ଟ୍ରାକ୍ ମୁଭମେଣ୍ଟ ନଥିଲା। ଗୋଟିଏ ପଟେ ମଧୁସୂଦନ ଦାସ ଏବଂ କୃଷ୍ଣଚନ୍ଦ୍ର ଗଜପତି ବ୍ୟବସ୍ଥା ଭିତରେ ରହି ଆଇନଗତ ଢାଞ୍ଚା ତିଆରି କରୁଥିଲେ। ଅନ୍ୟପଟେ ଗୋପବନ୍ଧୁ ଦାସ ଗଣମାଧ୍ୟମ ମାଧ୍ୟମରେ ସେହି ବ୍ୟବସ୍ଥାକୁ ଲୋକଙ୍କ ନିକଟରେ ପହଞ୍ଚାଉଥିଲେ, ଆଉ ରମାଦେବୀ, ସରଳା ଦେବୀ ଓ ମାଳତୀ ଦେବୀଙ୍କ ଭଳି ନେତ୍ରୀମାନେ ରାସ୍ତାକୁ ଓହ୍ଲାଇ ବ୍ରିଟିଶ ପ୍ରଶାସନକୁ ସିଧାସଳଖ ଚ୍ୟାଲେଞ୍ଜ କରୁଥିଲେ। ତେବେ ଯଦି ଆମେ ଏହି ପୁରା ଆଲୋଚନାର ନିଷ୍କର୍ଷ କାଢ଼ିବା, ସୋର୍ସର ସେହି ଶେଷ ଉଦ୍ଧୃତିଟା ଏକଦମ ସଠିକ୍ ବସୁଛି। The modern state of Odisha was forged through a multi-dimensional struggle. ଅର୍ଥାତ୍ ଏହା କେବଳ ଗୋଟିଏ ପ୍ରକାରର ଲଢ଼େଇ ନଥିଲା। Exactly. ସ୍ଥଗତିମାନଙ୍କର ଲେଜିସ୍ଲେଟିଭ୍ ବ୍ରିଲିଏନ୍ସ, ମାସ୍ ମୋବିଲାଇଜର୍ସମାନଙ୍କର ଗ୍ରାସରୁଟ୍ ଅୱେକନିଂ ଏବଂ ମହିଳା ନେତୃତ୍ୱଙ୍କର ଫିୟରଲେସ୍ ସିଭିଲ୍ ଡିସୋବିଡିଏନ୍ସ, ଏହିସବୁର ସମ୍ମିଶ୍ରଣ ହିଁ ଶେଷରେ ଜାତୀୟ ସ୍ୱାଧୀନତା ଏବଂ ଭାଷାଗତ ପରିଚୟ ଆଣିଦେଇଥିଲା। ଆଉ ଏହା ଜାଣିବା ଶ୍ରୋତାମାନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଏହା ଆମକୁ ଶିଖାଏ ଯେ କୌଣସି ବଡ଼ ପରିବର୍ତ୍ତନ କେବଳ ଗୋଟିଏ ରାସ୍ତାରେ ଆସେ ନାହିଁ। ଏଥିପାଇଁ ନୀତି ନିର୍ଦ୍ଧାରଣ କରୁଥିବା ବ୍ୟକ୍ତି ଏବଂ ରାସ୍ତାକୁ ଓହ୍ଲାଉଥିବା ଆନ୍ଦୋଳନକାରୀ ଉଭୟଙ୍କର ଆବଶ୍ୟକତା ରହିଛି। ବିଲକୁଲ, ଦୁଇଟି ଯାକା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଆଉ ଏଠାରେ ମୋ ମନରେ ଗୋଟିଏ ଗଭୀର ପ୍ରଶ୍ନ ଆସୁଛି, ଯାହା ଉପରେ ସମସ୍ତେ ଚିନ୍ତା କରିବା ଦରକାର। ଆଜିର ଏହି ଡିଜିଟାଲ ଏବଂ ଗ୍ଲୋବାଲାଇଜ୍ଡ ଯୁଗରେ ଯେତେବେଳେ କୌଣସି ସମ୍ପ୍ରଦାୟ ନିଜର ଭାଷାଗତ କିମ୍ବା ସାଂସ୍କୃତିକ ପରିଚୟ ବଞ୍ଚାଇବାକୁ ଚେଷ୍ଟା କରୁଛି, ସେତେବେଳେ ଏହି ପୁରୁଣା ଦ୍ୱୈତ ସଂଗ୍ରାମର ମଡେଲ କିପରି ପ୍ରଯୁଜ୍ୟ ହୋଇପାରିବ? ମାନେ, ଆଇନଗତ ଢାଞ୍ଚା ଏବଂ ଗ୍ରାସରୁଟ୍ ଆନ୍ଦୋଳନର ସମନ୍ୱୟ ଆଜିର ସମୟରେ କିପରି ଦିଶିବ? ତାହା ସତ୍ୟରେ ଏକ ଏମିତି ବିଷୟ ଯାହା ଉପରେ ନିଶ୍ଚୟ ଆମକୁ ଆଉଥରେ ଭାବିବାକୁ ପଡ଼ିବ। ଏହା ଏକ ବିରାଟ ପ୍ରଶ୍ନ ଏବଂ ଏହାର ଉତ୍ତର ସମୟ ହିଁ କହିବ। ଆମର ଏହି ଡିପ୍ ଡାଇଭ୍ରେ ଆଜି ସାମିଲ ହୋଇଥିବାର ଏବଂ ଆପଣଙ୍କ ସମୟ ଏବଂ କୌତୂହଳ ପାଇଁ ବହୁତ ବହୁତ ଧନ୍ୟବାଦ।